ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର 29ତମ ବାର୍ଷିକ ଉତ୍ସବ ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ ପ୍ରାଙ୍ଗଣରେ 29ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜିର ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା ମା ଶାରଦାଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ସମସ୍ତଙ୍କ ପାଇଁ କଲ୍ୟାଣ କାମନା କରିଥିଲେ। ବିଦ୍ୟାଳୟର ଉପସଭାପତି ଶାନ୍ତନୁ କୁମାର ସ୍ୱାଇଁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ କରକମଳରେ ବାର୍ଷିକ ମୁଖପତ୍ର ରୁକ୍ଷୀଫୁଲ ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ସାହୁ ମହୋଦୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କିଛି ଗଠନମୂଳକ ମନ୍ତବ୍ୟ ଉପସ୍ଥାପନ କରିଥିଲେ। ସେ କହିଥିଲେ, ବାପା ମାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରିବା ଯେପରି ଆବଶ୍ୟକ, ସେହିପରି ଆଦର୍ଶ ଆଚରଣ ଓ ଉତ୍ତମ ଚରିତ୍ର ଗଠନ କ୍ଷେତ୍ରରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମଣିଷ ଯଦି ମେସିନ୍ ହୁଏ, ତେବେ ଭାବପ୍ରବଣତା କମିଯିବ। ତେଣୁ ଶିଶୁ ଗଢ଼ିବାରେ ସର୍ବୋତ୍ତମ ଉପାଦାନ କ'ଣ ହୋଇପାରେ, ତାହା ଚିନ୍ତାର ବିଷୟ। ପାଶ୍ଚାତ୍ୟ ଶିକ୍ଷା ପ୍ରଭାବରେ ପ୍ରଭାବିତ ଶିଶୁମାନଙ୍କଠାରେ ବୁଝିବାର ଶକ୍ତି ହ୍ରାସ ପାଇଛି। ତେଣୁ ଯେତେ ଶିକ୍ଷା ଗ୍ରହଣ କରି ଶିକ୍ଷିତ ହେଲେ ମଧ୍ୟ ବ୍ୟବହାରରେ ବ୍ୟତିକ୍ରମ ଘଟୁଛି। ଉପଯୁକ୍ତ ଶିକ୍ଷା ସଂସ୍କାର ପାଇଲେ ଭାରତ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିବ। ତେଣୁ ପ୍ରତ୍ୟେକ ଭଲ କାମ ପାଇଁ ଶିଶୁଙ୍କୁ ଉତ୍ସାହିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ମହୋଦୟ ଦାର୍ଶନିକ ରବୀନ୍ଦ୍ରନାଥ ଓ ମଦନମୋହନ ମାଲବ୍ୟଙ୍କର ଶିକ୍ଷା ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ, ଆଚରଣ ଓ ବ୍ୟବହାର ଶୁଦ୍ଧତା ହିଁ ଉତ୍ତମ ସମାଜ ନିର୍ମାଣରେ ସହାୟକ। ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବ ଛାତ୍ରୀ ଓଏସ୍ ଦେବସ୍ମିତା ବିଶ୍ୱାଳ ଓ ଓଏସ୍ ଲିପ୍ସାନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଦସ୍ୟା ଜ୍ୟୋତ୍ସ୍ନାମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇ ଭଉଣୀମାନେ ବିଭିନ୍ନ ଦଳଗତ ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ପ୍ରଧାନାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା ସମିତି, ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା। ଶିବନାରାୟଣ ଦାସଙ୍କ ରିପୋର୍ଟ, ବାର୍ତ୍ତା।